प्रभु श्री अरविंदଙ୍କ पादपद्मरे मोर कोटि कोटि प्रणाम। ऑनलाइन पाठचक्र रे जोग देइथिबा अपा भाई माननकु मोर प्रणाम। मां जाहाकू खोजिली एते बुलिली राई चकेते जाहाकू खोजिली एते बुलिली राई चकेते से तो धरा दिला नाही लुचि छिके उठी सती मां जाहाकू खोजिली एते बुलिली राई चकेते जाहाकू खोजिली एते बुलिली राई चकेते आकाश नीलिमा छुई सरितार बुकु डेई 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 गिरिबान केते निरीखिली गिरिबान केते निरीखि चाहिली ता भेट पाइली नाही मां जाहाकू खोजिली एते बुलिली राई चकेते जाहाकू खोजिली एते बुलिली राई चकेते मां छड़ा किए मिट्टी पासे पासे थाई मां छड़ा किए नीति पासे पासे थाई मां छड़ा की नीति पासे पासे थाई मां छड़ा की नीति पासे पासे थाई अज्ञान मन मो खोजुछि तांकु अज्ञान मन मो खोजुछि तांकु सहज की खोजी पाए मां जाहाकू खोजिली एते बुलिली राई चकेते जाहाकू खोजिली एते बुलिली राई चकेते আজি तांको दर्शने केते जे उल्लास मने 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 पाइछि पाखरे तांको मु आजी पाइछि पाखरे तांको मु आजी छाड़ी की पारी बिदिने मां जाहाकू खोजिली एते बुलिली राई चकेते जाहाकू खोजिली एते
ବୁଲିଲି ରାଇଜ କେତେ ଶୀତ ଧରା ଦିଲ ନାହିଁ ଲୁଚିଛି କେଉଁଠି ସତେ ମା ଯାହାକୁ ଖୋଜିଲି ଏତେ ବୁଲିଲି ରାଇଜ କେତେ ଯାହାକୁ ଖୋଜିଲି ଏତେ ବୁଲିଲି ରାଇଜ କେତେ ବୁଲିଲି ରାଇଜ କେତେ ବୁଲିଲି রাইজ কেতে মা। খুব সুন্দর চমৎকার লাগিলা ମାଙ୍କର ବନ୍ଦନାଟି। ଧନ୍ୟବାଦ ଅର୍ଚିତା। ଏହାପରେ ଆଲୋଚନାର ପର୍ବ। ଆଲୋଚନା କରିବା ପୂର୍ବରୁ ମାନସିକ ତପସ୍ୟା ସମ୍ପର୍କରେ ମୁଁ ଦୁଇ ପଦ କହି ଭାଇଙ୍କୁ ନିମନ୍ତ୍ରଣ କରିବି। ଆମର ସୌଭାଗ୍ୟ ଭବେଶ ଭାଇଙ୍କ ଭଳି ସାଧକଙ୍କୁ ଆମେ ପାଇପାରୁଛୁ। ଆମେ ଯେତେବେଳେ ପାଠଚକ୍ର ସବୁ ଯୋଗ ଦଉଥିଲୁ କେବଳ ଲୋକ ସାହିତ୍ୟ ହିଁ ପଢୁଥିଲୁ, ଆଲୋଚନା ହଉଥିଲା। କିନ୍ତୁ ଶ୍ରୀ ଅରବିନ୍ଦ ଆଉ ମାଙ୍କର ଯୋଉ ଭଲ୍ୟୁମ ଗୁଡାକ ଅଛି ସେ ସବୁ ପ୍ରାୟତଃ କ୍ୱଚିତ ଆଲୋଚନା ହୁଏ। କେବଳ ମାତୃଭବନରେ ଆମେ ଗଲାବେଳେ ଯୋଉ ଏପ୍ରିଲ 4, 5, 6, 7 ପ୍ରୋଗ୍ରାମରେ ଶୁଣୁ। ପରବର୍ତ୍ତୀ ସମୟରେ ଆମେ ଯୋଉ ଆମ ବ୍ଲକ ବା ଗାଁ ଗହଳିରେ ଯୋଉ ପାଠଚକ୍ର ସବୁ ହୁଏ ସେଠି କେବଳ ଲୋକ ସାହିତ୍ୟ ଆଲୋଚନା ହୁଏ। କରୋନା ଆସିବା ଆଉ ଭବେଶ ଭାଇଙ୍କୁ ପାଇବା ଏହା ଆମ ପାଇଁ ଗୋଟେ ସୌଭାଗ୍ୟ। କରୋନା ହୁଏତ ସମସ୍ତଙ୍କ ପାଇଁ ଦୁର୍ଭାଗ୍ୟ ଆଣିଥିଲା ବେଳେ ଆମ ପାଇଁ କିନ୍ତୁ ଏଇ ସୌଭାଗ୍ୟ ଆଣିଲା ଯେ ଆମେ ପରମ ପ୍ରଭୁଙ୍କର ଆଉ ମାଙ୍କର ସବୁ କେତେ କେତେ ଭଲ୍ୟୁମ ପଢି ପାରୁଛୁ, ଜାଣି ପାରୁଛୁ। ଯଦି ବି କୋଉଠି ଜାଣିବାରେ ତ୍ରୁଟି ଅଛି ତାହା ଆମର ପରବର୍ତ୍ତୀ ସମୟରେ ତା ସମାଧାନ ହେଇଯାଉଛି। ସେଥିପାଇଁ ଆମେ ଯେତେ କୃତଜ୍ଞତା ଦେଲେ ବି ଭବେଶ ଭାଇଙ୍କୁ କମ ହବ। ତେଣୁ ଆଜି ସେଇ ଭବେଶ ଭାଇଙ୍କୁ ଆମେ ପାଇଛୁ। ଭଗବାନଙ୍କର ସବୁଠାରୁ ଯଦି ଚମତ୍କାର ଆଶୀର୍ବାଦ କିଛି ଥାଏ ତାହା ହେଉଛି ମଣିଷକୁ ସେ ମନଟିଏ ଦେଇଛନ୍ତି ଯୋଉ ମନ ଚିନ୍ତା କରେ। କିନ୍ତୁ ସେ ଯୋଉ ମନ ଚିନ୍ତା କରି ଏତେ ଏତେ ଘଟଣା କରିପାରେ, ଆଜି ଯାହା ଯାହା ବିଶ୍ୱରେ ସବୁ ଦେଖୁଛୁ ଚମତ୍କାରିତା, ତାହା ସେଇ ମନର ଚମତ୍କାରିତା। କିନ୍ତୁ ସେଇ ମନ ଏତେ କଥା କରିପାରିଛି। କିନ୍ତୁ ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ଚିନ୍ତା କରିବାର ଶକ୍ତି ତ ଈଶ୍ୱରଙ୍କର ଦାନ ନିଶ୍ଚୟ, କିନ୍ତୁ ଚିନ୍ତା ନ କରିବାର ଶକ୍ତି ତାଠାରୁ ଆହୁରି ଅଧିକ ଚମତ୍କାର ଦାନ। এইটা হচ্ছে ସାଧନାର କଥା। ତେଣୁ ଏଇ ମନ ଯଦି କିଛି ବେଶୀ ଚିନ୍ତା ନ କରେ, ସ୍ଥିର ନିଶ୍ଚଳ ହୁଏ, ତେବେ ସେ ଅନେକ ଉପଲବ୍ଧି ଭିତରକୁ ଯିବ। ଯୋଉ ଉପଲବ୍ଧି ଗୁଡ଼ିକୁ ପାଇବା ଗୋଟେ ଏତେ ସହଜ କଥା ନୁହଁ। ଯୋଉ ମନେ କରାଯାଉ ଆମେ ଗୋଟେ ପୋଖରୀରେ ପାଣି ମୁହଁ ଦେଖୁଇଲୁ, ସେ ପାଣି ଯଦି ଚହଳୁଥିବ ତେବେ ଆମର ମୁହଁର ଆକୃତି ଚହଲିବ। ଠିକ ସେମିତି ମନ ଯେତେବେଳେ ଚହଲିବ, ଅସ୍ଥିର ରହିବ, ବିଭିନ୍ନ ଭାବନାରେ ପରିପୂର୍ଣ୍ଣ ହେଇଯିବ, ସେତେବେଳେ ଆମ ଭିତରେ ଉପଲବ୍ଧି କମ ଆସିବ। ଯେତେବେଳେ ଆମେ ସ୍ଥିର ନିଶ୍ଚଳ ହବା ସେତେବେଳେ ଆମ ଭିତରକୁ ବିଭିନ୍ନ ଉପଲବ୍ଧି ଆସିବ, ଯାହା ଯୋଗ ପଥରେ ନିହାତି ଦରକାର। ଏବେ ମୁଁ ଆଜିର ଆଲୋଚନାକୁ ଭବେଶ ଭାଇଙ୍କୁ ନିମନ୍ତ୍ରଣ କରୁଛି। ସେ ଆଜିର ଆଲୋଚନା ମାନସିକ ତପସ୍ୟା ଆଲୋଚନା କରନ୍ତୁ। ଭବେଶ ଭାଇ, ପ୍ରଣାମ ଭାଇ, ଆସନ୍ତୁ।
भाई को निमंत्रण करुछि भवेश भाई को से जीर आलोचना मानसिक तपस्या आलोचना करंतु भवेश भाई। नेटवर्क इश्यू रही डिस्ट्रप्शन हो पारे कॉल टॉलरेट करे। करुणा में माँ परम प्रभु श्री अरविंद आज आलोचना चक्र रे उपस्थित समस्त मातृ संतान मान को हृदय स्वागत एवं अनेक अनेक शुभेच्छा। आज कार्यक्रम को नेतृत्व देउथुवा विधान भाई समेत कार्यक्रम को रूपायित कर समस्त मातृ साधक मान अनेक श्रद्धा निवेदन कर। हमें बहुत समय भारी चिंतित हो पड़ू जो पिला मानकर भावना गुड़िक सर्वदा विक्षिप्त हो बुलू थाए। कन्स्टांट डिस्पर्सन निरंतर जो विक्षिप्त है कि जो बुलू थाए मन से द्वारा से जो मेंटल प्रोग्रेस थी अनेक परिमाण रे बाधार सम्मुखीन सीना पिला मानकर कथा पृथ्वी अनेक बड़ मनीष अच्छा बड़ माने बयस बड़ 80 वर्ष बयस भी हबनी किंतु 70 वर्ष हबनी से मन भी बड़ विक्षिप्त अवस्था रही है। माँ से को गोटे सुंदर उपमा द्वारा बुझाऊं कौन सेटा जे से सब मनीष मान चिंता गुड़िक देयर थॉट्स flutter hither and thither like butterflies and they have to make a great effort to fix them। सेटा पिला हंतु कि वयस्क बुढ़ा हंतु जो मानकर मन विक्षिप्त डिस्पर्स से मन को आई भली वर्णना कर सत्य जपरी से भावना गुड़िक चिंता गुड़िक मेंचाए प्रजापति परी एणे तेणे हुई डेना फड़ फड़ कर बुलबार लगी था। गोटे जगार से स्थिर करने को बहुत प्रयास करने को पड़े। ताले प्रकृत में मन को एकाग्र कर शक्ति आम पाखे अच्छी बा नहीं
ଆଉ ଅନେକ ମଣିଷଙ୍କର ମାନସିକ ଏଇ ବିକ୍ଷିପ୍ତତାଟି ପ୍ରକୃତରେ ଭାରି ଦୟନୀୟ ଅବସ୍ଥାରେ ଥାଏ, ବହୁତ ଦୟନୀୟ ଅବସ୍ଥା। ଆପଣ ସେମାନଙ୍କ ପାଖରେ ଘଡ଼ିଏ ବସିବେ, ସେ ଆପଣଙ୍କ ମନଟାକୁ ଏତେ ଭାରାକ୍ରାନ୍ତ କରିଦେବେ, ଗୋଟେ ଜାର୍ଗନ ତ କୁହନ୍ତି, ସେ ଗୋଟେ ବଡ ଅଦ୍ଭୁତ ମେସିନାରୀ ତାଙ୍କ ମାଇଣ୍ଡ ଟା। ସିଏ ଖାଲି ଗୋଟେ ଏଡେ ତାଡେ ଦୌଡୁଥିବ, ଟିକେ କଥା ଏଠି ଗୋଟେ କହୁଥିବ, ଏବେ ଭାରତ ପାକିସ୍ତାନ କଥା କହିଲା ବେଳକୁ ଆଉ ଟିକେ ପରେ ଦରଦାମ କଥା କହିବ, ଆଉ ଟିକେ ପରେ ବନ୍ଧୁ ପଡୋଶୀର କଥା କହିବ, ସେଇଠୁ ମନଟି ଚାଲିଯିବ ପୁଣି ଗୋଟେ କୋଉ ଜଗତକୁ। ସେମାନଙ୍କ ମନଟି ଏଣେ ତେଣେ ଦୌଡୁଥାଏ। ହେଲେ ସେଇ ଯୋଉ ମନଟିକୁ ଯଦି ଏକାଗ୍ର କରାଯାଏ, ତାହେଲେ ଅନେକ ଆଧ୍ୟାତ୍ମିକ ଅଗ୍ରଗତି ସମ୍ଭବ ହେଇପାରିବ। ମାଙ୍କର କହିବା କଥା ଯେ ଏଇଭଳି ଗୋଟେ ସାମର୍ଥ୍ୟ ମଣିଷର ମନ ଭିତରେ ଅନ୍ତର୍ନିହିତ ହେଇକି ରହିଛି, ଏକାଗ୍ରତାର ସାମର୍ଥ୍ୟ। ଦିସ୍ କ୍ୟାପାସିଟି ଇଜ ଲେଟେଣ୍ଟ ଇନ୍ ଦେମ୍। ସମସ୍ତଙ୍କ ଭିତରେ ସେଟା ଅନ୍ତର୍ନିହିତ ହେଇକି ରହିଛି। ଯେଉଁଠି ବିକ୍ଷିପ୍ତତା ଅଛି, ସେଇ ଜାଗାରେ ଏକାଗ୍ରତା ହବାର ଶକ୍ତି ମଧ୍ୟ ରହିଛି। For when they succeed in arousing their interest, ଯଦି ଆପଣ ଥରେ ନିଜର ଆଗ୍ରହଟିକୁ ଉଜ୍ଜୀବିତ କରିବେ, ଆପଣଙ୍କ ଆଗ୍ରହଟିକୁ ସୃଷ୍ଟି କରିବେ ଯେ ନା ମୋ ମନଟିକୁ ମୁଁ ଏବେ ଏକାଗ୍ର କରିବି, ସେଇଟା they are capable of a good deal of attention। ସେତେବେଳେ ଆମେ ପ୍ରକୃତରେ ଅନେକ ପରିମାଣରେ ଅଭିନିବେଶ ଲାଗି ସେମାନେ ସମର୍ଥ ହୋଇଯାଆନ୍ତି। ଆଚ୍ଛା, ଗୋଟେ ବଡ ସାଧକ ହୁଅନ୍ତୁ କି ଜଣେ ଶିକ୍ଷକ ହୁଅନ୍ତୁ, ବଡ ସାଧକ ମାନେ ସେଇ ଟିକେ ଆଗରେ ଯୋଉମାନେ ଚାଲୁଛନ୍ତି, ଅର୍ଥାତ ମନର ଏଇ ବିକ୍ଷିପ୍ତତା ଉପରେ ଟିକେ କାମ କରୁଛନ୍ତି, ସେମାନେ ବାକି ମାନଙ୍କୁ କଣ ସାହାଯ୍ୟ କରିପାରିବେ? ଯୋଉମାନଙ୍କର ମନଟି ବହୁତ ବେଶୀ ବିକ୍ଷିପ୍ତ ଅବସ୍ଥାରେ ଅଛି, ତାଙ୍କୁ ସେମାନେ ଏଇଭଳି ସାହାଯ୍ୟ କରିପାରିବେ ଯେ ଆମେ ତାଙ୍କୁ କହିପାରିବା, ଧରନ୍ତୁ ଜଣେ ଶିକ୍ଷକ ଭାବରେ, ଜଣେ ବଡ ଭାଇ ଭାବରେ, ଜଣେ ଶୁଭେଚ୍ଛୁ ଭାବରେ ଆପଣ ତାଙ୍କୁ ଏ କଥା ଶିଖାନ୍ତୁ, এই କଥା ଶିଖାନ୍ତୁ ଯେ ନିଜର ଯୋଉ କୁଶଳ ବୁଦ୍ଧି, ସେଇଟାକୁ କାମରେ ଲଗେଇକି ଆମେ ନିଜକୁ ଅଭିନିବିଷ୍ଟ କରି ରଖିପାରିବାର ଗୋଟିଏ ସଷ୍ଟେନ୍ଡ ଏଫର୍ଟ ଅଫ୍ ଆଟେନସନ, ସଷ୍ଟେନ୍ଡ ଏଫର୍ଟ, ସେଟା ନିରନ୍ତର ଲାଗି ରହିବ। ଏମିତି ନୁହେଁ ଯେ 2 ଦିନ କାମ ହେଲା ତାପରେ 4 ଦିନ ପଳେଇଲା। ଆପଣ ଦେଖନ୍ତୁ, ଗୋଟେ 5 ମହଲା ବିଲ୍ଡିଂ ତିଆରି କରିବାର ଅଛି, ସେ କେତେ ଦିନର କାମ ଲାଗିବ? କାମ ବନ୍ଦ କଲେ ହବ କି ଆଉ? ସେଠି ଯେମିତି ନିରନ୍ତର ଗୋଟେ କାମ ହଉଛି, ସେମିତି ଆମେ ମଧ୍ୟ ମନ ଜଗତରେ ସେଇଭଳି ଗୋଟେ ନିରନ୍ତର କାମ କରିବା, ଆଟେନସନ ଟେ ଆଣିବା। And the faculty of more and more complete absorption in the work in hand। ତେଣୁ ଆମେ ସେଥିରୁ ଅଧିକରୁ ଅଧିକ ସମ୍ପୂର୍ଣ୍ଣ ଭାବରେ କେମିତି ଆବଜର୍ଭ ହେଇକି ରହିବା, ନିମଗ୍ନ ହୋଇ ରହିବାର ସାମର୍ଥ୍ୟ ମଧ୍ୟ ଅର୍ଜନ କରିପାରିବା। ଆପଣଙ୍କୁ ଯୋଉ ବଡ ବଡ ଗବେଷକ ମାନେ ମିଳନ୍ତି, ବଡ ବଡ ବୈଜ୍ଞାନିକ ମାନେ ମିଳନ୍ତି, ବହୁତ ବିଶ୍ୱବିଖ୍ୟାତ ବ୍ୟକ୍ତିତ୍ୱ ମିଳନ୍ତି, ସେମାନେ ସବୁ ଏଇ ଶ୍ରେଣୀର। ସେମାନେ କେବଳ ମନର ଯୋଉ ବିକ୍ଷିପ୍ତତାଟିକୁ ଗୋଟିଏ ଅଭିନିବେଶ ଭିତରେ ଆଣିପାରିଛନ୍ତି। ତେଣୁ ଯେତେବେଳେ ପିଲାଟିଏ ସେ ଅଭିନିବେଶଟା ସେ ପ୍ରାକ୍ଟିସ କୋଉଠି କରିବ, ତାର ଫିଲ୍ଡ କୋଉଟା? ଗୋଟେ ପିଲା ପାଇଁ
ଯେହେତୁ ପିଲାଟି ବେଶୀ ସମୟ ଖେଳେ, ପାଠ ପଢେ ବା ଅନ୍ୟାନ୍ୟ କିଛି କାର୍ଯ୍ୟରେ ଆକ୍ଟିଭିଟି ରହେ, ସେଇଠି ଆମେ ତାକୁ ଶିକ୍ଷା ଦେଇପାରିବା। ହେଲେ ବଡମାନେ କାମ ଭିତରେ ଥାନ୍ତି, ସେ କାମ ଭିତରେ ଅଭିନିବେଶ ହବ। ତେଣୁ ଯଦି ଆପଣ ସତରେ ବୁଝିବେ ଇଏ ଗୋଟେ ବଡ ୱଣ୍ଡରଫୁଲ ମାନେ ୱେ ଅଫ ଲିଭିଂ, ଆମେ ସେଇ ବାଟରେ କେତେ ସୁନ୍ଦର ଭାବରେ ବଞ୍ଚୁଛୁ। ଯେ ଆପଣଙ୍କୁ କର୍ମ ଦିଆଯାଇଛି, କର୍ମଟା ହେଲା ଅଭିନିବେଶର ସ୍ଥଳ, ସେଇଟା ହିଁ ଆପଣଙ୍କର ଏକ୍ସପେରିମେଣ୍ଟାଲ ହାଉସ। ସେ କର୍ମ ପୁଣି କଣ? କିଛି ବି ଝାଡୁ କରିବା ଠାରୁ ଆରମ୍ଭ କରି ଜୋତା ସିଲେଇରୁ ଚଣ୍ଡୀ ପାଠ ଯାଏ, ସବୁ କର୍ମ ଭିତରେ। ସେ ରୋଷେଇବାସ ଭିତରେ ବି ଅଭିନିବେଶ ସମ୍ଭବ। ତେଣୁ ଯେତେବେଳେ ଅଭିନିବେଶ ସାମର୍ଥ୍ୟଟିର ବିକାଶ ସମ୍ଭବ ହବ, ଆମେ ସେଗୁଡିକର ଆବଶ୍ୟକତା ପରିସ୍ଥିତି ଅନୁସାରେ ସେଗୁଡିକର ଉପଯୋଗ କରିବା। ଏବଂ ଯେତେବେଳେ ଜଣେ ପ୍ରକୃତରେ ତାର ଅଭିନିବେଶଟିକୁ, ଆଟେନସନଟିକୁ, କନସେନ୍ଟ୍ରେସନଟିକୁ, ଧ୍ୟାନ ଶକ୍ତିଟିକୁ କୌଣସି କର୍ମ ଭିତରେ ପ୍ରୟୋଗ କରି ଆରମ୍ଭ କରେ, ଗୋଟେ ପିଲା କଥା ଭାବନ୍ତୁ, ସେ ମନୋଯୋଗ ସହକାରେ ପାଠ ପଢେ ବୋଲି ଆମେ ସମସ୍ତେ ଉପଦେଶ ଦିଅନ୍ତି, ମନ ଲଗେଇ ପାଠ ପଢ। ମନ ଲଗେଇ ପାଠ ପଢିବା ମାନେ କଣ? ତୁ ସବୁ କରୁଛୁ ଯେ ଟିକେ ମନ ଲଗେଇ କାମଟା କରୁନୁ, ଆମେ ଏମିତି ହିଁ କହନ୍ତୁ। ଦୋକାନରେ କରୁଛୁ କିନ୍ତୁ ମନ ଲଗେଇ କରୁନୁ। ତ ମନ ଲଗେଇବା ଯୋଉଟା କହୁଛେ ଆମେ ସାଧାରଣ ଭାଷାରେ, ତାହା ହିଁ ପ୍ରକୃତରେ ମନର ଅଭିନିବେଶ। ତେଣୁ ଆମେ ଦେଖିବା ଯେ ପିଲା ଭିତରେ କିଭଳି ଏଥି ନିମନ୍ତେ ଶ୍ରଦ୍ଧା ଜାଗ୍ରତ କରିବା, ମନକୁ ଅଭିନିବେଶ କରିବାର ଶ୍ରଦ୍ଧା, ଯାହାକୁ କହନ୍ତି ଭଗବତ ଗୀତା ଏଇଭଳି କହିଛନ୍ତି ନା, ଶ୍ରଦ୍ଧାବାନ ଲଭତେ ଜ୍ଞାନ ତତ୍ପରେ ସଂଯତେନ୍ଦ୍ରିୟ। ଯାହାର ଶ୍ରଦ୍ଧା ଅଛି ସେ ସବୁ କିଛି ହାସଲ କରିଯିବ। ତେଣୁ ସେ ଯୋଉ କାର୍ଯ୍ୟଟି କରୁଛି ସେ କାର୍ଯ୍ୟଟି ଶ୍ରଦ୍ଧାର ସହିତ କରିବ। ଆମ ବଡ ମାନେ ସେଥିରେ ବଡ ବିଫଳ ହେଇଛନ୍ତି। ମନେ କରନ୍ତୁ କୌଣସି ବି କାମ, ଯୋଉ ଅନେକ ଜିନିଷରେ ଆମର ଗୋଟେ ରୁଚି ରହିଛି, ଅଭିରୁଚି ରହିଛି, ଆଗ୍ରହ ରହିଛି, ଆମେ ସେଟାକୁ ଖୁସିରେ କରୁ। କିନ୍ତୁ ଯୋଉ କାମଟା ଆମର ଆଗ୍ରହ ହଉନାହିଁ, ଖୁସି ଲାଗୁନାହିଁ, ସେ କାମରେ ଟାସ୍କ ଭଳି ଲାଗୁଛି, ସେଟା ଆମକୁ ଭାରି ଭାରି ପଡେ। କିନ୍ତୁ ସେଥିପାଇଁ ମା ସବୁବେଳେ କହୁଥିଲେ ମେଣ୍ଟାଲ ଜଜମେଣ୍ଟ କରିବନି, ମେଣ୍ଟାଲ ଓପିନିଅନ ଦବ ନାହିଁ, କୌଣସି ଅଗ୍ରରୁଚି ରଖିବ ନାହିଁ, ପ୍ରିଫରେନ୍ସ ରଖିବ ନାହିଁ, କୌଣସି କାମରେ ବାଛ ବିଚାର ରଖିବ ନାହିଁ। ଏଇଟା ଭଲ କାମ, ଏଇ କାମଟା କରିଥିଲେ ମୁଁ ଖୁସିରେ କରିଥାନ୍ତି, ଆଉ ଯେହେତୁ ମୋ ମନ ଲାଖି ଗୋଟେ କାମ ମିଳିଲା ନାହିଁ, ମୁଁ ଆଉ ସେଥିରେ ଖୁସି ହେଇପାରିବିନି। ଏଇଭଳି ଗୋଟେ ଭାବନା ଭିତରେ ଆମ ମନଟି ପ୍ରବେଶ କରିଯାଏ। ଏପରିକି ରିଲେସନସିପ କ୍ଷେତ୍ରରେ ବି ସେଇ କଥାଟି ହୁଏ। ମୋ ମନ ଲାଖି ବା ମୋ ମନ ଚାହୁଁଥିବା, ମନ ଖୋଜୁଥିବା ଗୋଟେ ପରିବେଶ ମୁଁ ପାଇଲି ନାହିଁ, ପରିବାରଟିଏ ପାଇଲି ନାହିଁ, ମୁଁ ବାଧ୍ୟ ହେଇକି ଗୋଟେ ଅସୁବିଧା ଭିତରେ ଅଛି। ଆରେ ଭାଇ, ସେଇ ଅସୁବିଧାରେ ଭଗବାନ ଆପଣଙ୍କୁ ପକେଇଛନ୍ତି ଏଇଥିପାଇଁ ଯେ ଆପଣ ଆହୁରି ହାରମୋନି ଶିଖିବାର ବାକି ଅଛି। ସେତେବେଳେ ପ୍ରିଫରେନ୍ସଟିକୁ ଛାଡିଦେବେ, ଅଗ୍ରରୁଚିଟିକୁ ଛାଡିଦେବେ, ଦେଖିବେ ଆପଣଙ୍କ ସମସ୍ୟା ଗୁଡିକ ବହୁତ ବ୍ୟାପକ ଭାବରେ ପରିବର୍ତ୍ତନ ହବ, ବଡ ଅଦ୍ଭୁତ ଭାବରେ ପରିବର୍ତ୍ତନ ହବ। ନୋ ପ୍ରିଫରେନ୍ସ। ତେଣୁ ଏଠି କୁହାଯାଉଛି ପ୍ରକୃତ ଆଗ୍ରହ କେମିତି ପିଲା ଭିତରେ ଆସିବ, ସେ କିଭଳି ଶ୍ରଦ୍ଧାର ସହିତ କାମଟିଏ କରିବ, ଏବଂ ସବୁବେଳେ ବଡ କଥା ହଉଛି ଅଗ୍ରଗତି କରିବା ପାଇଁ ତା ଭିତରେ ଗୋଟେ ଆଗ୍ରହ ଥିବ। ଆମେ ଭାବୁଥିବା ବୋଧେ ପୃଥିବୀର ସବୁ ଲୋକମାନେ ଅଛନ୍ତି ଯୋଉମାନେ ଅଗ୍ରଗତି ପାଇଁ ଆଗ୍ରହ ପ୍ରକାଶ କରନ୍ତି। ନୁହେଁ। ଅଗ୍ରଗତି ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଲୋକମାନଙ୍କର ସଂଖ୍ୟା ଜଗତରେ ବହୁତ ବେଶୀ, ବହୁତ ବେଶୀ। ସେମାନେ କିଛି ଫର୍ମୁଲା ଲାଇଫ ଭିତରେ ବଞ୍ଚନ୍ତି, ଖରାବେଳେ ଖାଇଦେବେ, ଶୋଇପଡିବେ, ଆଉ ତାପରେ ଉଠିକି ତାଙ୍କର ଚା ପାନ କଲେ, କୋଉଠି କିଏ ବଜାର ହାଟ ପଳେଇଲା, ରାତିରେ ସେମାନେ ଫେରି ଆଇଲେ, ଶୋଇପଡିଲେ। ପ୍ରଗତି ଅଗ୍ରଗତି ସେଗୁଡା କିଛି କାମରେ ଆସେନି। ତେଣୁ କାରଣ ସେଗୁଡିକ ପିଲା କାଳୁ ସେମାନେ ଶିଖିନାହାନ୍ତି।
ଗୋଟେ ଓଡିଆ କଥା ନାହିଁ ଯୋଉ ଯାହା ନ ହେଇଛି ବାଲ୍ୟ କାଳେ ସେଟା କି ହବ ପାଚିଲା ବେଳେ। ବୁଢା ବେଳେ ସେ ଆଉ ଶିଖିବ କି ସେ କଥାଟା, କାରଣ ତାକୁ ଭାରି ଅସହଜ ହେଇଥିବ ନା, ସେ ସହଜ ହେଇଯାଇଥିବ ସେଇଥିରେ, ଗୋଟେ ଉଦ୍ଦେଶ୍ୟହୀନ ଜୀବନ ବଞ୍ଚିବାରେ ସେ ସହଜ ହେଇଯାଇଥିବ। ତେଣୁ ଏ ଉଦ୍ଦେଶ୍ୟହୀନ ଜୀବନରେ କେତେ ଜଣ ବଞ୍ଚନ୍ତି ପୃଥିବୀରେ? 99.99 ଲୋକ ବୋଧେ ଉଦ୍ଦେଶ୍ୟହୀନ ଜୀବନ ବଞ୍ଚୁଥାନ୍ତି। ତେଣୁ ଯଦି ଆମେ ଗୋଟେ ପିଲାର ମଙ୍ଗଳ କରିବାକୁ ଚାହିଁବା, ଆମ ପରିବାରରେ ଯୋଉ ପିଲାମାନେ ଅଛନ୍ତି ବା ଯୋଉମାନେ ବଢି ଉଠୁଛନ୍ତି ବା ଯୋଉମାନେ ଜନ୍ମ ହବାକୁ ଅଛି ବା ଯୋଉମାନେ ଆମ ସଂସ୍ପର୍ଶରେ ଆସୁଛନ୍ତି, ଆମେ ନିଜେ ତ ସେଟା କରିବା ଦରକାର ଏବଂ ପିଲାକୁ ବି ଶିକ୍ଷା ଦବା ଯେ ଦେଖ ତମ ଯୋଉ କାମଟି କରୁଛ ସେ କାମଟିକୁ ଶ୍ରଦ୍ଧାର ସହିତ କରିବ, ଏଇଟା ହଉଛି ସର୍ବଶ୍ରେଷ୍ଠ ଆଉ ଅସଲ ପଦ୍ଧତି। ମାଙ୍କ ଭାଷାରେ all methods that can help this faculty of attention from games to rewards are good and can all be utilized according to the need and circumstances, but it is the psychological action that it has important, and the sovereign method is to arouse in the field of interest in what you want to teach him, liking for work and will to progress. ତେଣୁ ପିଲା ଭିତରେ କେମିତି ଗୋଟେ ୱିଲ୍ ଆସିବ, ଆଗ୍ରହ ଆସିବ ପ୍ରଗତି କରିବାର, ଶ୍ରଦ୍ଧାର ସହିତ ସେ କାମଟି କରିବ, ଏଇଟା ହଉଛି ଗୋଟେ ସର୍ବଶ୍ରେଷ୍ଠ ପଦ୍ଧତି ବା ଏଇଟା ଗୋଟେ ଅସଲ ପଦ୍ଧତି। ମୂଳ କଥା ହେଲା ପିଲାଟିଏ ଶିଖିବାକୁ ଭଲ ପାଇବ। ପିଲାମାନେ ଆମେ ବି ପିଲା ଭିତରେ ଆସନ୍ତି ଆଜ୍ଞା, ଖାଲି ଓଜନ ବଢି ଯାଇଛି, ବୟସ ବଢି ଯାଇଛି, କିଛିଟା ଆମେ ଗଣିତିକ ସୂତ୍ରରେ, ନହେଲେ ଆମ ଭିତରେ ସେଇ ପିଲାପଣ ରହିଛି ଏବଂ ଆମେ ପିଲାଙ୍କ ଭଳି ବେଶୀ ଆହୁରି ମାନେ ବିକ୍ଷିପ୍ତ ରହନ୍ତି। ତେଣୁ ପିଲାକୁ ଆମେ ବା ଜଣେ ସାଧକକୁ ଆମକୁ ଶିକ୍ଷା କରିବାକୁ ଭଲ ପାଇବ ଏବଂ ସେଇଟା ସବୁଠାରୁ ପିଲା ପାଇଁ ସର୍ବଶ୍ରେଷ୍ଠ ଆଉ ସବୁଠାରୁ ଅଧିକ ମୂଲ୍ୟବାନ ଦାନ ମଧ୍ୟ। To love to learn is the most gracious gift that one can give to a child. ଆମେ ପିଲାଙ୍କୁ କେତେ ଉପହାର ଦଉଛୁ, ସେ ଉପହାର ତାଲିକା ଜଣେ ଜଣେ ପିଲା ତ 20 ବସ୍ତା 30 ବସ୍ତା ଖେଳଣା ବି ରଖିଛନ୍ତି। ମୁଁ ଜଣ ଘରକୁ ଯାଇଥିଲି, ତା 3 ମହଲା ଘରରୁ ଗୋଟେ ଅର୍ଦ୍ଧାଧିକ ସ୍ଥାନ ତା ଛୁଆର ଖେଳଣା, ଗୋଟିଏ ଛୁଆ। ସେଗୁଡାକ ଉପହାର ନୁହେଁ। ଉପହାର ହେଉଛି ପିଲାକୁ ଯଦି ଶିଖେଇବା ଲଭ୍ ଟୁ ଲର୍ନ, ଶିଖିବାର ପ୍ରେମ, ଶିଖିଲେ ଭଲ ପାଇବେ ବା ଶିଖିବାକୁ ଭଲ ପାଉଥିବ। ପିଲା ସବୁବେଳେ ଓ ସବୁଠାରେ ଶିକ୍ଷା କରିବାରେ ଶ୍ରଦ୍ଧା ରଖିବ। ତା ଜୀବନର ଯେତେ ପରିସ୍ଥିତି ରହିଛି, ଯେତେ ଘଟଣା ରହିଛି, ତା ଲାଗି ଆହୁରି ଅଧିକ ଶିକ୍ଷା ପ୍ରାପ୍ତ କରିବା ପାଇଁ ତା ଭିତରେ ସତତ ଗୋଟିଏ ନୂତନ ପ୍ରସ୍ତ ଯଦି ଖୋଲି ଯାଉଥିବ, ସେଇଟା ତା ପାଇଁ ଏକ ଅପୂର୍ବ ସୁଯୋଗରେ ପରିଣତ ହେବ। କାହିଁକି କୁହାଯାଉଛି ଜୀବନ ବଞ୍ଚିବା ଗୋଟେ ଆଡଭେଞ୍ଚର, ଗୋଟେ ଦୁଃସାହସିକ ଅଭିଯାତ୍ରା? ତାର କାରଣ ଜୀବନ ହଉଛି ଏପରି ଗୋଟେ ପରିସ୍ଥିତି ଯୋଉଥିରେ ନୂଆ ନୂଆ ସବୁଦିନ ଘଟିବ, ଆପଣ ଚାହିଁନଥିବେ କିନ୍ତୁ ଘଟିବ। ଆପଣ ସକାଳେ ଜାଣିଥିଲେ ଜୀବନଟି କେମିତି କଟିବ, ଆପଣ ପ୍ଲାନ୍ କରୁଛନ୍ତି, କରନ୍ତୁ, କିଛି ଅସୁବିଧା ନାହିଁ। ଆପଣଙ୍କ ପ୍ଲାନ୍ ମୁତାବକ କିଛି ଚାଲେ, କିଛି ଚାଲେ ନା। ଅନେକ କଥା ଆପଣଙ୍କ ଜୀବନରେ ଘଟିଯାଏ ଯୋଉ କଥାଟିର ଆପଣ ତାକୁ ଘଟେଇ ନଥାନ୍ତି, ସେ ଆପଣଙ୍କ ଜୀବନରେ ଏଇଠି happens, nothing is done, everything happens। ଯେତେବେଳେ ସବୁ କିଛି କଥା ଘଟିଯାଏ ଆମ ଚାରିକଡେ, ଆମେ ତାକୁ କିପରି ରେସ୍ପଣ୍ଡ କରୁଛୁ ତାରି ଉପରେ ନିର୍ଭର କରୁଛି ଆନନ୍ଦର ଦାଇରା, ଆନନ୍ଦର ଆୟତନ ବା ଆନନ୍ଦର ପରିମାଣ। ତେଣୁ ଜୀବନ ଆନନ୍ଦମୟ ହବ ଯଦି ଆମ ଜୀବନରେ ନିୟତ ପ୍ରତି ମୁହୂର୍ତ୍ତରେ ଘଟି ଯାଉଥିବା ନୂତନ ଘଟଣା ଗୁଡ଼ିକୁ ଆମେ ସ୍ୱାଗତ କରୁ, ସେଟା ପ୍ରୀତିକର ହଉ କି ଅପ୍ରୀତିକର ହଉ। ଆମେ ଯଦି ଭୟରେ ରହିଥିବା ଯେ ଆଜି ଜ୍ୟୋତିଷ କହିଥିଲା ଆଜି ଅମୁକ ହେଇଯିବ, ମୋର ବନ୍ଧୁହାନି ହେଇଯିବ, ଅର୍ଥକ୍ଷୟ ହେଇଯିବ, ମତେ କିଏ ଠକି ଦେଇକି ପଳେଇବ, ତାହେଲେ ସେ ଭୟ ଗୁଡାକ ଭିତରେ ମଣିଷର କିଛି ବି ଶାନ୍ତି ନାହିଁ। କିନ୍ତୁ ଯାହା ବି ଘଟିବ, ଗୋଟେ ନୂଆ କରି କଣ ଘଟିବ ନା, ଆପଣ ସେ ନୂଆଟାକୁ ସ୍ୱାଗତ କରନ୍ତୁ। ସେଥିରେ ମଣିଷର ଅଭିନିବେଶ ହୁଏ ଏବଂ ଏଥିରେ ମଣିଷର ଆଟେନସନ ଆଉ ତାର କନସେନଟ୍ରେସନ
ताले आमे दुईटी कथा पढ़िले गोटे हला अटेंशन टू बी अटेंटिव अटेंशन अन्यटी होची कंसंट्रेशन एवं तृतीयटी आमे नहीं परिबा पर्यवेक्षण जहाँ को कहा जाउची ऑब्जर्वेशन आम मन भितर कौन सब घटुची से ऑब्जर्वेशन टी अनेक समय आमे करंती नहीं तेणु ऑब्जर्वेशन जोटा को कहा जाउची अटेंशन एंड कंसंट्रेशन शुड बी एडेड ऑब्जर्वेशन पर्यवेक्षण एथिरे आमे एई तीनोटी कथा को आम भितर आमे किभली रेकॉर्डिंग संरक्षण करिवा फेथफुलनेस ऑफ मेमोरी स्मृति शक्ति को मध्य संयुक्त करने को हम मान देखो भगवान के सृष्टि रे मनर जो सब क्रिया रही सबुठ गोटे ब्यूटीफुल एक्टिविटी होची मेमोरी आमे कहीं मेमोरी को संरक्षण करवा ना आपण को कौन कह जाए कहले रिमेम्बर एंड ऑफर जहाँ पाखे रिमेम्बरेंस नहीं से ऑफर कौन करियो किछि तो नहीं ऑफर करियो ऑफर कौन दो तेणु एक बहुत गुरुत्वपूर्ण कथा होची आमे यू हैव टू रिमेम्बर तेणु रिमेम्बरेंस स्मृति शक्ति को देखो निक्षिप्त हेले विक्षिप्त हेले तो डिस्पर्साल भीतर को आमे जाऊ आड़े साड़े कथा गुड़े भाबू से लोक अच्छे जो मैंने बारंबार बारंबार भारी विक्षिप्त हो जाती चिंता जगत से मैंने भारी दुखी मनुष्य आउ गोटे प्रकार लोक अच्छा जो मैंने जीवन में हजार घटना घटुची अनेक सुखद घटना घटुची किंतु से सुखद घटना भीतर जाती ना किए गोटे अपमान करथिला गोटे दुर्घटना घटी जाइथिला कोठी गोटे किए गोटे हमको गाली करथिला किए गोटे काहाकू कौन कहिथिला से सही कथारे अटकी सेटा को कौन कहा जाए सीधा भाषा रे मनर गंठी माने से एपरी गोटे गंठी पड़िला अफिटा घंटी से गंठी फिटेन आपण हजार चेष्टा कले मध्य से गंठी फिटू ना एभली मनुष्य माने अछंती किंतु जदि आमे गोटे राइट मेमोरी बोली गोटे शब्द प्रभु बुद्धदेव कहते यथार्थ स्मृति आमे केउ स्मृति रे रहिले हमर शांति आसीबो दिव्यता प्रकाश हो करुणा प्रकाश हो आमे सेही कथाटी करबा तेनो स्मृतिटी को आम पई स्मृतिटी कहि दिया जाय एट हर लोटस फीट तांकर पद्म पादरे आमर ध्यान तांकर पद्म पादरे आमर समस्त समर्पण तांकर पद्म पादरे आमर स्मृति तेणु जेटा हूँ माँ चेतना रे रहिबा एक कथाटी पूर्ण जोगर साधक पई किसी असुविधा नहीं किंतु अन्य मानक पई अनेक कथा रही जो गुड़िक से माने करि पारंती नहीं ये जो मनीष पाखरे अवलोकन करिवार पर्यवेक्षण करिवार जो सामर्थ्यटी रही एटा को आमे विकसित भी करि परिबा बहुत अनुशीलनी आमे ताको देई परिबा ऑब्जर्व करिवो कोन ऑब्जर्व करिवो एवं धीरे धीरे मध्य सेटा गोटे स्वतःस्फूर्त अभ्यास रे परिणत हवा दरकार माने देखंतु केते जिनिस को हमको मानसिक शिक्षा रे जोड़िया पड़ुछि मानसिक तपस्या रे जोड़िया पड़ुछि गोटे हला आपनकर अटेंशन द्वितीयटी होछि आपनकर कंसंट्रेशन तृतीयटी होछि ऑब्जर्वेशन चतुर्थटी होछि
मेमोरी ये सब गुड़िक किभली आमे ताको संलग्न करी रखिजु बर्तमान ऑब्जर्वेशन संपर्क रे मांकर कहवा कथा आमे समस्त सुजोग को व्यवहार करिबा कारण जेतो जणे प्रकृति ऑब्जर्व करे से ऑब्जर्व कला भितरे निश्चित भाव में जागृत रहे जो जो मु बुझा चाहूँगी जागृत रहिबा सहित अवेक जागृत रहिबा सहित सॉरी जागृत रहिबा सहित एई ऑब्जर्वेशन रो कोन संबंध रही मन करंतु जणे लोक निघोड़ निद्रे सोई पड़े सब खाली विरक्त लगुच कि भल लगुन बोर लगुच छोट छोट छुआ भाई कौन कहते बोर लगुच किंतु प्रकृति कौन जीवन टा बोरिंग कि आपण टिके को खोला जगह चल जातु छात उपरू चल जातु बढ़िया जगह अच्छी सब जो चढ़ई माने उड़ुवे टोकी उड़ुव प्रजापति उड़ुवे पवन बहु माने फूल पत्र फल फूलर जो जगत रही कोटी कृष्णचूड़ा फुटी कोटी गोटे नड़िया गछ कौलुची कोठी गोटे कौन फूल टे फुटी कोठी चढ़ई टे राबुची कोठी सूर्योदय होची कोठी सूर्यास्त होची कोठी पानी जलधार रही ये दुनिया रो बहुत कथा ऑब्जर्व करा ये तो बाह्य जगत रो कथा बाह्य जगत को ऑब्जर्व करिया आम बाह्य जगत ठारो आहुरी गोटे बड़ जगत आम भितर अछि सेटा होची अंतर जगत आम अंतर जगत रे हजार हजार चिंता हजार हजार चिंता गुड़िक सब बेले चालू थांती चल प्रचल होता आमे से गुड़िक प्रति आदौ दृष्टिपात करती ना तेणु जदि आमे सेटा टिके अभिनिवेश करिवा तांको ऊपर ऑब्जर्व करिया तांको जे कोन सब से माने आम भितरे घटाउछंती बा किपरि भाबरे गुड़िक घटुछि ताले तो आम गोटे सरल हबो हमको आम चिंता जागृत हम अलर्ट हम प्रम्प्ट हम से दिन जड़े जागरूक ता सहित जड़े चोका जागृति माने वाचफुल भीतर रहिबा माने चौकन्ना से सब दिगरु अलर्ट रही जड़े गाड़ी चलाउछि से यदि अलर्ट रहबनी त दुर्घटना अलर्ट रहियो माने तार सिक्स सेंस भी काम करथो माने आखि देखुव कान रे शुणुव हाथ गोड़ भी कम कर तथापि तार गोटे सिक्स सेंस भी कम कर जोटा को वेकफुलनेस कहि परिबा जोटा अलर्टनेस कहि परिबा जोटा को हमें प्रॉम्प्ट कहि परिबा प्रॉम्प्ट एक्शन भी करि परथो क्विक एक्शन the growth of the understanding should be stressed much more than that of memory एटी ए मेमोरी रो आउरी केते गोटे स्वरूप आसुची गोटे पिला अंकटा को माने मने रखिची मेमोरी रे आउ गोटे पिला ताको अंडरस्टैंडिंग रे नेची ताले मते कोंदु माने अंडरस्टैंडिंग आ मेमोरी भितरे कोटा प्रिफरेबल हो अनेक कथा जदी माने जोटा बुझिबा को अछि जानिबा को अछि सेटा भाई मेमोरी हमें मने रखिबा तापेक्षा बेसी ठीक है जदि से बुझी जाए तेणु जदि वन नोज वेल ओनली व्हाट वन हैज अंडरस्टूड जोटा मनीष बुझी जाई थाए सेटा को भलरे मन रखि पारे तेणु आम मेमोरी सहित आम अंडरस्टैंडिंग रो गोटे बड़ रिलेशनशिप आपण पृथ्वी केते कथा मन रखि बुझी को फार्मूला बाटरी मन रखि पड़े जो गुडी को जदि बुझी और फार्मूला टे करी होछि ताहले आमे कथाटी को मन रखिया कि आवश्यकता नाही मन रहिबाटी आपे आपे हे जो
এটা ଅଣ୍ଡରଷ୍ଟାଣ୍ଡିଂ ଫଲୋଜ ବାଇ ମେମୋରି। ତେଣୁ ବୁଝି ପାରିବାଟା ଗୁରୁତ୍ୱପୂର୍ଣ୍ଣ। ତାପରେ ମା ଚାହିଁଛନ୍ତି ଯେ ଅନେକ ସମୟରେ ଲୋକେ ଅଛନ୍ତି ମେକାନିକାଲି ବାଇ ହାର୍ଟ ସେମାନେ ମନେ ରଖିଦିଅନ୍ତି। ଦେଖନ୍ତୁ ମୋର ମନେ ପଡୁଛି ହିଷ୍ଟ୍ରି ଗୋଟେ ସବଜେକ୍ଟ, ଆପଣ ହିଷ୍ଟ୍ରି ପଢିଛନ୍ତି, ମୋଗଲ ହିଷ୍ଟ୍ରି କି ଗୋଟେ କୌଣସି ଗୁପ୍ତ ଡାଇନେଷ୍ଟିର ହିଷ୍ଟ୍ରି ପଢିଛନ୍ତି। ଧରନ୍ତୁ ଗୁପ୍ତ ଡାଇନେଷ୍ଟିର ରାଜଧାନୀ ଥିଲା ଉଜ୍ଜୟିନୀ। ଆପଣ ଜଣେ ଉଜ୍ଜୟିନୀ ଯାଇଛନ୍ତି ଆଉ ଜଣେ ଉଜ୍ଜୟିନୀ ଯାଇନାହାନ୍ତି, କାହାର ବେଟର ମନେ ରହିବ? ଜଣେ ମୋଗଲ ରାଜଦରବାର ଗୁଡିକ ଦେଖିଛି, ଆଗ୍ରାରେ କିପରି ରହିଛି, ଫତେପୁର ସିକ୍ରିରେ କିପରି ରହିଛି, ମାନେ ଆମର ଏଇଠି କିପରି ରହିଛି ଯୋଉଠି ଲାଲ କିଲ୍ଲାରେ, ତ ସେଗୁଡେ ସବୁ ମୋଗଲ ରାଜପ୍ରସାଦ ଥିଲା। ଆପଣ ଯେ ସେଗୁଡେ ଦେଖିଛନ୍ତି ଆଉ ତାକୁ ମନେ ରଖୁଛନ୍ତି, ତାହେଲେ ସେଟା ଅଣ୍ଡରଷ୍ଟାଣ୍ଡିଂ ଭିତରେ ବୁଝି ହେଇଯିବ କିପରି କଣ ହଉଥିଲା। କିନ୍ତୁ ଯଦି ଆମେ ମେକାନିକାଲି ହାର୍ଟରେ ଚେଷ୍ଟା କରିବା ତାକୁ ମଗ କରିବା ପାଇଁ, ମନେ ରଖିବାକୁ ଘୋଷିତ ପକେଇବା, ତାହେଲେ ସେଗୁଡିକ ଧୀରେ ଧୀରେ ଆମ ଭିତରୁ ଫେଡ୍ ଆୱେ ହେଇଯିବ, ଲିଭ୍ ହେଇଯିବ, ଲିଟିଲ ବାଇ ଲିଟିଲ, ଫାଇନାଲି ଇଟ୍ସ ଆପିୟର, ତାପରେ ଚାଲିଯିବ। ପିଲାବେଳେ ଅନେକ କଥା ଆପଣ ଶିଖିଥିଲେ, ସେଗୁଡିକ ସବୁ ଏବେ ମନରେ ନାହିଁ। ବାଇଚାନ୍ସ କିଛି ଯଦି ରହିଯାଇଥିବ। ଅନେକଙ୍କର ବିଲକ୍ଷଣ ଅଛି, ଜଣେ ପିଲା କାଳେ ଯୋଉଟା ଶିଖିଥାନ୍ତି ଭୁଲି ନଥାନ୍ତି ଶେଷ ପର୍ଯ୍ୟନ୍ତ, କିନ୍ତୁ ଅନେକଙ୍କ କ୍ଷେତ୍ରରେ ସେ ଭୁଲି ଯିବାଟା ରହିଥାଏ ଯଦି ଆପଣ ତାକୁ ଖୁସିକି ମନେ ରଖୁଛନ୍ତି, ବାଇ ହାର୍ଟ ମନେ ରଖିବାକୁ ଚେଷ୍ଟା କରୁଛନ୍ତି। Disappear, what is understood is never forget. ଯୋଉ କଥାଟାକୁ ଆମେ ବୁଝିଥାଉ ସେଇ କଥାଟି ଆଦୌ ଭୁଲନ୍ତି ନାହିଁ। ତେଣୁ ବୁଝିବା ଗୋଟେ ସୁନ୍ଦର ପ୍ରକ୍ରିୟା। ଅଣ୍ଡରଷ୍ଟାଣ୍ଡିଂ କିପରି ଜଣେ ପିଲା ବୁଝିପାରିବ, ଆମେ ବୁଝିପାରିବା। ଯେମିତି ଆମେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ମାଙ୍କର ବହି ଗୁଡିକ ପଢୁଛନ୍ତି, ଆମକୁ କୁହାଯାଉଛି ପୁରା ବୁଝା ପଡିବନି, କାରଣ ସେଇଟା ଗୋଟେ ଅନ୍ତର୍ଜଗତର କଥା ମୋଷ୍ଟଲି, ଆଉ ଅନ୍ୟ ଆଉ ହେଲା ଗୋଟେ ଆମ ଠାରୁ ଉପରି ତ ଅନ୍ୟ ଭୂମିର କଥା। ସେଗୁଡିକ ଆମେ ପରିଚିତ ନୁହନ୍ତି, ଆମେ ଏକଷ୍ଟର୍ମ ନୁହନ୍ତି। ହୁଏତ ସେ ଶବ୍ଦ ଆମକୁ ଭିନ୍ନ ଲାଗିବ, ସେ ଭାବ ଆମକୁ ଅଲଗା ଲାଗିବ, କିନ୍ତୁ ଆମେ ଚେଷ୍ଟା କଲେ ଯେ ସେଇ ଜଗତ ଗୁଡାକୁ ଯାଇପାରିବାନି, ସେପରି ତ ନୁହେଁ ନା। କିନ୍ତୁ ସେଥିପାଇଁ ଯୋଉ ଆବଶ୍ୟକ ସ୍ମୃତି, ଯୋଉ ଏକାଗ୍ରତା, ଅଭିନିବେଶ, ସେଥିରେ ବହୁ ଜିନିଷ ଆମକୁ ସମ୍ମିଳିତ କରିବାକୁ ପଡୁଛି। ଏଇଗୁଡାକ ହିଁ ଆମର କାମରେ ଆସୁଛି। ଆମେ ସେ କଥା ଗୁଡିକ ଶୁଣିଲେ ମଧ୍ୟ ମନେ ରହୁନି, କାରଣ ଆମେ ତାକୁ ଶବ୍ଦ ଗୁଡିକ ତ ମାନେ ଆମେ ବାଇ ହାର୍ଟ ମନେ ରଖିପାରିବାନି, ଆମକୁ ଅଣ୍ଡରଷ୍ଟାଣ୍ଡିଂ ଭିତରେ ଆଣିବାକୁ ପଡିବ। ଅଣ୍ଡରଷ୍ଟାଣ୍ଡିଂ ଟା ଏତେ ସହଜରେ ବି ସେଇ ବିଷୟ ଗୁଡିକରେ ହବନି, କିନ୍ତୁ ଆମେ ଚେଷ୍ଟା ତ ଜାରି ରଖିବା। ବାରମ୍ବାର ଉଚ୍ଚତର ଜଗତକୁ ଯିବା ଫଳରେ ଦିନେ ଆମେ ଉଚ୍ଚତର ଜଗତକୁ ଚାଲି ଯାଇଥିବା ଏବଂ ବାସ୍ତବରେ ସେଠିକାର କଥାଟିକୁ ବୁଝିପାରିବା। ତାପରେ ସବୁବେଳେ ପିଲାମାନଙ୍କୁ ଆମେ ଯୋଉ ଶିକ୍ଷା ପାଇଲା ବେଳେ ମାନେ ହ୍ୱାଇ ଆଣ୍ଡ ହାଉ, ଆମେ ସେଇ କଥାଟି ବେଳେ ବେଳେ ବୁଝେଇ ପାରନ୍ତିନି। ଗୋଟେ ପତ୍ରିକାର ନାଁ ଅଛି ହ୍ୱାଇ। ସେ ପତ୍ରିକାଟି ଲଙ୍ଗ ବ୍ୟାକ୍ ମୁଁ ଦେଖିଥିଲି ଯେ ସେଥିରେ ଅନେକ ପ୍ରଶ୍ନ ଗୁଡିକର ଉତ୍ତର ସେ ଦଉଛନ୍ତି, କଣ ପାଇଁ। କଣ ପାଇଁ ମାନେ ପିଲାମାନଙ୍କୁ ଆମେ ହ୍ୱାଇଟା କେବେ କହନ୍ତିନି। ମୋର ମନେ ପଡେ, କରନ୍ତୁ ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦଉଛି। ବ୍ୟାକରଣରେ ଆମେ ସମସ୍ତେ ପଢିଛନ୍ତି ସମାସ। ମୁଁ ଯଦି ଏବେ ଆପଣଙ୍କୁ ପଚାରିବି ସମାସ ମାନେ କଣ, ଆମେ କହିପାରିବାନି, ମୁଁ ବି ତ କହିପାରୁନି। ତାର କାରଣ ଯୋଉ ଯିଏ ଶିକ୍ଷକ ଆମକୁ ପଢେଇଥିଲେ, ମୁଁ ତାଙ୍କୁ ନିନ୍ଦା କରୁନି, ସିଏ ଆମକୁ କହିବାକୁ ଭୁଲି ଯାଇଛନ୍ତି। ସେ ଜାଣିନାହାନ୍ତି ସେପରି ତ ନୁହେଁ, ସେ ଭୁଲି ଯାଇଛନ୍ତି, ଏଟା କହିବାକୁ ପଡେ। ଆମେ ବୁଝୁଛୁ ସମାସ ମାନେ ସମାସ, ସମାସ ମାନେ କଣ। ଅନେକ ଜିନିଷ ଆମେ ପଢିଛନ୍ତି, କୃଦନ୍ତ, ତଦ୍ଧିତ, ଗ୍ରାମାର। ସେ ଶବ୍ଦ ଗୁଡିକ କଣ ବାସ୍ତବରେ, ହ୍ୱାଟ ଡଜ ଇଟ୍ ମିନ୍। ଯେହେତୁ ଆମେ ତାର ମିନିଂଟି ଜାଣୁନଥିଲେ, ସେଥିପାଇଁ ସେଗୁଡିକ ପଢିବା ଆମକୁ କଷ୍ଟ ହଉଥିଲା।
ଗ୍ରାମାରରେ ସମାସ ପ୍ରାୟ ଅଳ୍ପ କେତୋଟି ସମାସକୁ ଛାଡ଼ିଦେଲେ ଆଉ ବାକି ଗୁଡା କଷ୍ଟ ଲାଗେ। ତ କଣ ବିଭକ୍ତି, କଣ ପୁରୁଷ, କିଏ ତାକୁ ଶିଖିଛି କହିଲେ? ତେଣୁ ପିଲାମାନଙ୍କୁ ଆମେ ପଢେଇଲା ବେଳେ ଯଦି ସେଇ କଥା ଗୁଡିକ ଧ୍ୟାନ ଦବା ଯେ ସେମାନେ ବୁଝିପାରନ୍ତୁ। ସମାସର ଅର୍ଥ ହଉଛି ସଂକ୍ଷିପ୍ତ କରିବା, ସଂକ୍ଷିପ୍ତ କରିବା। ସେଇଭଳି ସଂସ୍କୃତର ଯୋଉ ବାଙ୍ଗ୍ମୟ ରହିଛି, ଯୋଉ ସଂସ୍କୃତ ପ୍ରାୟତଃ ଆମେ କହୁଛୁ ଯେତେ ସବୁ ଆର୍ୟ ଲାଙ୍ଗୁଏଜ ରହିଛି ସେଗୁଡିକ ଅଲମୋଷ୍ଟ ତାର ମଦର ଲାଙ୍ଗୁଏଜ ହଉଛି ସଂସ୍କୃତ। ଅବଶ୍ୟ ଏଥିରେ ଅନେକ ଲୋକ ରାଜି ନୁହନ୍ତି, ଅନେକ ଲୋକ ଅଲଗା କଥା ସବୁ କହୁଛନ୍ତି। କଣ ପାଇଁ କହୁଛନ୍ତି ମୁଁ କହିପାରିବିନି, କିନ୍ତୁ ସଂସ୍କୃତର ଯୋଉ ବ୍ୟାକରଣ, ପ୍ରଥମ ବ୍ୟାକରଣ ପାଣିନିଙ୍କର ଅଷ୍ଟାଧ୍ୟାୟୀ, ସେଇଟା ହିଁ ମୂଳ ବ୍ୟାକରଣ ଏବଂ ତାପରେ ବାକି ବ୍ୟାକରଣ ଗୁଡିକ ଡିରାଇଭ ହେଇଛି ବୋଲି ଆମକୁ ଲାଗୁଛି, ଆମେ ତାକୁ ବୁଝିପାରିବା। ତେଣୁ ସେଇଠୁ ଏ ଶବ୍ଦ ଗୁଡିକ ଆସିଛି ଏବଂ ସେ ଶବ୍ଦ ଗୁଡିକୁ ନେଇ ଆମେ ବୁଝିପାରିବା। ତେଣୁ ଆମେ ସିନା ନିଜେ ବୁଝିଲେ ପିଲାଙ୍କୁ ବୁଝେଇବା। ତେଣୁ ଆମେ ପିଲାକୁ କିଭଳି ଜାଗ୍ରତ କରିବା, ବା ଏଇ ସବୁ କଥା ଗୁଡିକ ଦ୍ୱାରା ପିଲାକୁ ଜାଗ୍ରତ କରାଯାଇପାରିବ ଏବଂ ତାକୁ ଗୋଟେ ଟେଷ୍ଟ ଅଫ ଟ୍ରୁ ଷ୍ଟଡି, ଟେଷ୍ଟ ଅଫ ଟ୍ରୁ ଷ୍ଟଡି କେତେ ବିୟୁଟିଫୁଲ ଶବ୍ଦ। ଭଲ ପାଠ ପଢାର ଗୋଟେ ସ୍ୱାଦ ରହିଛି। ଆମେ ଭଲ ଆମ୍ବ ଖାଇବାର ସ୍ୱାଦ ଜାଣିଛୁ, କିନ୍ତୁ ଭଲ ପଣସ ଖାଇବାର ସ୍ୱାଦ ଜାଣିଛୁ, କିନ୍ତୁ ଭଲ ପାଠ ପଢାର ଗୋଟେ ସ୍ୱାଦ ଅଛି, ଭଲ ଖେଳର ଗୋଟେ ସ୍ୱାଦ ଅଛି, ଏଟା ଜାଣି ହଉଛି। କିନ୍ତୁ ଭଲ ପାଠ ପଢାର ଷ୍ଟଡିଜର, ଏ ଷ୍ଟଡି ପୁଣି ଗୋଟେ ବ୍ୟାପକ ବିଷୟ, ତାର ବି ଗୋଟେ ସ୍ୱାଦ ଅଛି। ସେ କଥାଟିକୁ ଗୋଟେ ପିଲା ବି ବୁଝିଯାଏ, ଆମେ ବି ବୁଝିବା ଦରକାର। ଏବଂ habit of making a persistent effort to know, ଗୋଟେ ପିଲା ପାଖରେ tell me why ଯେ କଣ ପାଇଁ ଏ କଥାଟି ଘଟୁଛି, ସେଭଳି ଗୋଟେ ଜାଣିବାର ଅନୁସନ୍ଧିତ୍ସା, ସେ ତାର ସେଇଟା ତ ଆଗ୍ରହ, ସେଇଟା ତାର ଇଣ୍ଟରେଷ୍ଟ, ଯେ ମୁଁ ଜାଣିବା ପାଇଁ ଚାହୁଁଛି ସେଇ କଥାଟି ଯେଭଳି ସମ୍ଭବ ହେଇପାରେ। ଯଦି ଆମେ ତାହା କରିପାରିବା ତାହେଲେ ମାନସିକ ଶିକ୍ଷା ସଫଳ ହେବା ସଙ୍ଗେ ସଙ୍ଗେ ଆମ ମନର ଯୋଉ ଗଠନ, ମନର ଯୋଉ କ୍ରିୟା ପ୍ରକ୍ରିୟା ପ୍ରତିକ୍ରିୟା, ଏ ସବୁ ଗୁଡିକ ଭାରି ସମ୍ବଳଯୁକ୍ତ ହେଇପାରିବ, ରିସୋର୍ସଫୁଲ ହେଇପାରିବ ଏବଂ ଆମେ ଗୋଟେ ଉପଯୁକ୍ତ ମନଟିଏ ଗଢିପାରିବା, ଯୋଉ ମନଟି ପରବର୍ତ୍ତୀ ସମୟରେ ସାଧନାର ପ୍ରକରଣ ଭିତରେ ଗତି କରି ଈଶ୍ୱରଙ୍କ ପର୍ଯ୍ୟନ୍ତ ବି ଯାତ୍ରା କରିପାରିବ। ଏଇ ମନର ଏଇ ଶକ୍ତି ରହିଛି। ତେଣୁ ଆଜି ତ ସମୟ ହେଇଛି, ଆମେ ସମସ୍ତଙ୍କୁ ପୁଣି ଥରେ ଶୁଭେଚ୍ଛା ଜ୍ଞାପନ କରୁଛୁ ଶୁଭ ଅପରାହ୍ନର, ଏବଂ ଆଜିର ଆଲୋଚନାକୁ ଏଇଠି ସମ୍ମିଳିତ କରାଯାଉଛି। ସମସ୍ତଙ୍କୁ ବନ୍ଦେ ମାତରମ୍।